ରଥ ପୂର୍ବରୁ କାର୍ଯ୍ୟକାରୀ ହେଲା ନାହିଁ ମାଟିତଳ ବିଦ୍ୟୁତ୍ କେବୁଲ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚିତ୍ତ ଷଡ଼ଙ୍ଗୀ। ଜଗନ୍ନାଥ ଧାମ ପୁରୀର ପବିତ୍ର ରଥଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସହରବାସୀଙ୍କ ସହିତ ଲକ୍ଷ ଲକ୍ଷ ଯାତ୍ରୀ ଓ ଶ୍ରଦ୍ଧାଳୁଙ୍କୁ 24 ଘଣ୍ଟା ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ପୁରୀ ଦାଣ୍ଡ ସହରର ମାଟି ତଳେ ଇଲେକ୍ଟ୍ରିକ୍ କେବୁଲ ସଂଯୋଗ କରି ଅନବରତ ସେବା ଯୋଗାଇ ଆସୁଛନ୍ତି। ଅନୁରୂପ ଭାବେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରଥଦାଣ୍ଡରେ ନିର୍ବିଚ୍ଛିନ୍ନ ବିଦ୍ୟୁତ୍ ସେବା ପାଇଁ ସ୍ଥାନୀୟ ସଂସଦ ବିଧାୟକଙ୍କ ପ୍ରଚେଷ୍ଟାରେ 1 ବର୍ଷ ପୂର୍ବେ ମାଟିତଳ ବିଦ୍ୟୁତକରଣ କାମ ହୋଇ ଚଳିତ ରଥଯାତ୍ରା ପୂର୍ବରୁ କାର୍ଯ୍ୟକ୍ଷମ ହେବାର ଥିଲା, ଯାହା ସମ୍ପୂର୍ଣ୍ଣ ହୋଇ ଏହି ବାବଦକୁ ବିଲ୍ ପଇଠ ହୋଇଥିବା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଜି ଅପରାହ୍ନ 3ଟା ସମୟରେ ନୀଳଗିରି ସେନାପତି ପ୍ରେସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି। ମାଟିତଳ କେବୁଲ ଲାଇନ୍ କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ବିଭାଗ ମାଟି ଉପରେ ଇଲେକ୍ଟ୍ରିକ୍ ଖୁଣ୍ଟ ପୋତି କରେଣ୍ଟ ଦିଆଯାଇଥିବା ଦେଖିବାକୁ ମିଳିଛି।